ଆପଣ ଯୋଉ ଦିନ ବି ଗୋଟେ ଭାବିବେ କି ଏଇଟା ସଟରଡେ ସଣ୍ଡେ ଅଛି କିଛି ବି ଗୋଟେ ନିଜର ଗୋଟେ ପର୍ସନାଲ କେୟାର କରିବି ଟିକେ ନିଜକୁ ଟାଇମ ଦେବି ହବନି କେବେ ବି ସେଇଟା ପସିବଲ ହବନି। କାଲି ତ ଦିନ ଯାକ ପୁରା ଦିନ ହିଁ ମୁଁ କାମ କରିଛି। ଆଜି ବି ଟିକେ ଫାର୍ଷ୍ଟ ହାଫରେ ରେଷ୍ଟ ନେଇଥିଲି ତାପରେ ପୁଣି ଥରେ କାମ କରିବାକୁ ପଡିଲା। ହଁ ନ କରିଥିଲେ ବି ସେମିତି ହେଇଥାନ୍ତା ବଟ୍ ମତେ ଲାଗୁଛି ଏବେ ମୋର ଯୋଉ ଭଳିଆ ସ୍ଥିତି ଗତି ମତେ କାମ କରିବା ପାଇଁ କି ପଡିବ। ଆଉ ସେମିତି କେବେ ମୁଁ କାଲି ରାତିରେ ଶୋଇନି କାହିଁକି ନା କାଲି ରାତିରେ ଗୋଟେ ଅଲଗା ପ୍ରକାର ଗୋଟେ ଘଟଣାଟେ ଘଟିଲା। ମୁଁ ଯୋଉଠି ଶୋଉଛି ନା ତ ମୁଁ ଯୋଉଠି ମୁଣ୍ଡ ରଖୁଛି ତ ତାର ଜଷ୍ଟ ଏମିତି ପୁରା ଫ୍ରଣ୍ଟ କୁ ଅନେଇଲେ ନା ମୋ କବର୍ଡ ଟା ଯୋଉ ଅଛି ତ ସେଟା ପୁରା ଦେଖାଯାଏ। ତ ରାତିରେ ଶୋଇଲା ବେଳେ ସେଇଟା ପ୍ରାୟ ଖୋଲିଯାଏ ଗୋଟେ ସାଇଡ ଖୋଲିଯାଏ ତ ମତେ ପୁରା ଦେଖାଯାଏ। ତ ମୁଁ ସ୍ୱପ୍ନରେ କଣ ଦେଖିଲି ଭାଇ ମୁଁ ଜାଣିନି ମାନେ ମତେ ଏମିତି ଲାଗିଲା କି ମୁଁ ଲାଇଟ ର ସୁଇଚ କୁ ଅନ୍ ଅଫ୍ ଯେମିତି କରୁଛି ତ ସେଇ ୱାଇଜ ମୋର କବର୍ଡ ଡୋର ଟା ଖୋଲୁଛି ବନ୍ଦ ହଉଛି ଖୋଲୁଛି ବନ୍ଦ ହଉଛି। ତ ମୁଁ ମାନେ ବିଲିଭ କରିବେନି ମୁଁ ଯୋଉ ଶୋଇଥିଲି ମୁଁ ଉଠିକିନା ପୁରା ବାହାରକୁ ଦୌଡିଛି ଆଉ ଗୋଟେ ସାଙ୍ଗକୁ ଯାଇକି ଡାକିଲି ତାକୁ ଆଣିକିନା ମୁଁ ଏଇଠି ଶୋଇଲି ଭିତରେ ବଟ୍ ଫିର ବି ମତେ ଡର ଲାଗିଲା କି ନା ବାଲକୁନିର ଯୋଉ ଡୋର ଟା ଅଛି ତ ବାହାରୁ ଯୋଉ ପବନ ଟା ଆସୁନି କି ତ ତାର ଯୋଉ ଖିଡକି ଟା ଯୋଉ କୁହନ୍ତି ତ ସେଇଟା ଏମିତି ଟିକେ ବାଜିଲାରୁ ବି ଯୋଉ ସାଉଣ୍ଡ ହଉଛି ମତେ ବହୁତ ଡର ଲାଗିଲା। ମୁଁ କହିଲି ଚାଲ ଆମେ ଏଇଠୁ ପଳେଇବା ଆମେ ଯାଇକି ସେପଟେ ଶୋଇବା ତ ରୁମ ରେ ଯାଇକି ଶୋଇବା କାହିଁକି ନା ମତେ କାଲି ରାତି ଯାକ ସେଥିପାଇଁ ମୁଁ ଭଲରେ ଶୋଇନି ତ ଆଜି ସେଥିପାଇଁ ମୁଁ 9ଟା ସାଢେ 9ଟା ଯାଇ ଶୋଇଥିଲି ଉଠିଲା ପରେ ଟିକେ ଘର ସହିତ ସମସ୍ତଙ୍କ ସହିତ କଥା ହେଲି। ଆରେ ଭାବିଲି କି ଭାତ ଭାତ ଖାଇକି ନା ଆଜି ଟିକେ ପଢାପଢି କରିବି ହେଲେ ସେଇଟା ବି ମତେ ଲାଗୁନି ମାନେ ହେଲାନି ତ ଏମିତିକା ହିଁ ଦିନ ଯାଉଛି ବାସ୍ ଆପଣଙ୍କର କେମିତି ଯାଉଛି ସେଇଟା ମତେ କମେଣ୍ଟ କରିକି ଜଣେଇବେ।